ସାଙ୍ଗମାନେ ଆପଣମାନେ ଭଦ୍ରକରୁ ବିଲଙ୍ଗ କରୁଛନ୍ତି ତାହେଲେ କାହିଁକି ଡେରି କରୁଛନ୍ତି ଆସିବାକୁ? ହଁ ସାଙ୍ଗମାନେ, ଏବେ ଭଦ୍ରକରେ ବନ୍ଦ ଛକରେ ଖୋଲିଯାଇଛି ବୁଖଡ଼ କାଫେ। ଆମର ଏଠି ଭେରାଇଟି ସବୁ ଜିନିଷ ରହୁଛି। ବହୁତ ଆମର ଚାଇନିଜ୍ ରହୁଛି, କିଛି ବି କଣ୍ଟି ଆଇଟମ୍ ରହୁଛି, ଆଉ କିଛି ବି ଇଣ୍ଡିଆନ୍ ଆଇଟମ୍ ବି ଚାଲୁ କରୁଛୁ। ଆଉ ତାପରେ ଆମର ବି ମେନ୍ ହେଲା ଆମର ଯେଉଁ ଚିକେନ୍ ରୋଲ୍ ଲଛାରେ, ଆମର ରୋଲ୍ ଦେଉଛନ୍ତି ଲଛାରେ, ପୁରା ଚିକେନ୍ ଟିକା ଲଛା ରୋଲ୍, ଚିକେନ୍ କଷା ଲଛା ରୋଲ୍, ଆଉ ଚିଲି ଚିକେନ୍ ଲଛା ରୋଲ୍, ଚିକେନ୍ 65 ଲଛା ରୋଲ୍, ସବୁ ବାହୁବଳି ରୋଲ୍ ଯାଉଛି। ଚିକେନ୍ରେ ବାହୁବଳି ରୋଲ୍ ଯାଉଛି, ନନ୍ଭେଜ୍ରେ ଯାଉଛି, ଭେଜ୍ରେ ଯାଉଛି। ଆଉ ପ୍ଲସ୍ ଆମର ଚିକେନ୍ ସାଲାମି, ସସେଜ୍, ଏସବୁ ଆମେ ନିଜେ ମାନେ ରେସିପିରେ ଆମେ ତିଆରି କରୁଛୁ। ସିଏ ବି ସ୍ୟାଣ୍ଡୱିଚ୍, ରୋଲ୍, ବର୍ଗର୍, ଇଏ ଭେରାଇଟି ଆମର ବି ସବୁ ଯାଉଛି। ଫ୍ରାଏଡ଼୍ ରାଇସ୍, ଭେରାଇଟି ସବୁ ଆମର ମେନୁ ରହିଛି। ଆଉ ଆମର ଖାଇବା ବି ବହୁତ ଟେଷ୍ଟ ବି ରହୁଛି। ଆଉ ବିରିୟାନୀ ବି ରହୁଛି ଆମର ସ୍ପେଶାଲ୍ ଦମ୍ ବିରିୟାନୀ, ସେ ବି ରହୁଛି। ଟାଇମ୍ ଆମର ହେଉଛି ସକାଳୁ ମର୍ଣ୍ଣିଂର ଆମର ଖୋଲି ହେଉଛି 1 ସୁଦ୍ଧା ଖୋଲି ହେଉଛି, 1ରୁ 10:30 ପର୍ଯ୍ୟନ୍ତ ଆମର କ୍ଲୋଜିଂ ରହୁଛି। ଆମର ଆଡ୍ରେସଟା ହେଉଛି ବନ୍ଦ ଛକ ଓହ୍ଲେଇଲେ, ବନ୍ଦ ଛକ ବାଲଗୋପାଳ ମନ୍ଦିର, ରିଲାଏନ୍ସ ଜୁଏଲର୍ସ, ମାମା ଅଳଙ୍କାର, ତା ମଝିରେ ପୁରା ଏକଦମ ଆମର ବୋକର ଗେଟ୍। ନିହାତି ଭାବରେ ସାଙ୍ଗମାନେ, ଏତେ ଥିଲା ଭଦ୍ରକ ବନ୍ଦ ଛକ କରିଥିବା ବୁଖଡ଼ କାଫେର ଭିଡ଼ିଓଟି ସେୟାର କରିବା, ଲାଇକ୍ କରିବା, କମେଣ୍ଟସ୍ କରିବା ଏବଂ ଫେସବୁକ୍ ଚ୍ୟାନେଲ୍ ଫଲୋ କରିବା, ୟୁଟ୍ୟୁବ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରିବା। ଆଜି ପାଇଁ ଭିଡ଼ିଓ ଏତିକି, ରହିଲି। ଓଁ ନମଃ ଶିବାୟ।